Hello everyone, this is Saurabh Naik. Welcome you to my YouTube channel Inspired Saurabh. ଆଜି ଭିଡିଓରେ ଆମେ ଦେଖିବା କିପରି ଆମେ ଇନକମ୍ ବା ରେସିଡେଣ୍ଟ ସାର୍ଟିଫିକେଟ ଆପ୍ଲାଏ କରିପାରିବା କୋଉଠି ଅନଲାଇନ। ଏହା ପାଇଁ ପ୍ରଥମେ ଆପଣଙ୍କୁ କୌଣସି ଏକ ବ୍ରାଉଜରରେ ସର୍ଚ୍ଚ କରିବାକୁ ପଡିବ ଇ ଡିଷ୍ଟ୍ରିକ୍ଟ ବା ସର୍ଭିସ ପ୍ଲସ୍। ତାପରେ ଆପଣଙ୍କ ଆକାଉଣ୍ଟକୁ ଆପଣ ଲଗ୍ଇନ କରନ୍ତୁ ଏଥିରେ। ଏଇ ଭିଡିଓରେ ମୁଁ ଆପଣଙ୍କୁ ଦେଖେଇବି କିପରି ଆମେ ରେସିଡେଣ୍ଟ ସାର୍ଟିଫିକେଟ ଅନଲାଇନରେ ଆପ୍ଲାଏ କରିପାରିବା। ରେସିଡେଣ୍ଟ ସାର୍ଟିଫିକେଟ ଆପ୍ଲାଏ କରିବା ପାଇଁ ପ୍ରଥମେ ଆପଣ ଆପ୍ଲାଏ ଫର ସର୍ଭିସ ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ସର୍ଚ୍ଚ କରନ୍ତୁ ରେସିଡେଣ୍ଟ। ତାପରେ ଯୋଉ 3 ନମ୍ବର ଅପସନରେ ଅଛି ଇସୁଏନ୍ସ ଅଫ ରେସିଡେଣ୍ଟ ସାର୍ଟିଫିକେଟ ତା ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ପାଖରେ ଏଇଭଳି ଶୋ ହବ। ଏଠାରେ ଆମେ ଆପ୍ଲିକାଣ୍ଟଙ୍କ ପର୍ସନାଲ ଡିଟେଲ୍ସ ଦବା। ଯେପରିକି ମୁଁ ଯାହାର ଆପ୍ଲାଏ କରୁଛି ତାଙ୍କର ସାଲୁଟେସନ ହଉଛି ଶ୍ରୀମତୀ, ହେଲେ ମୁଁ ଏସବି ଶ୍ରୀମତୀ ଦଉଛି। ନେମ୍ ଅଫ ଆପ୍ଲିକାଣ୍ଟ ଜାଗାରେ ଆପ୍ଲିକାଣ୍ଟଙ୍କ ନେମ୍ ଦେବେ। ମୁଁ ଯାହାର ଆପ୍ଲାଏ କରୁଛି ତାଙ୍କ ନାଁ। ତ ଆପ୍ଲିକାଣ୍ଟ ଫଟୋ ସାଇଜ ଯେ 20 KB ରୁ 250 KB ଭିତରେ ହବା ଆବଶ୍ୟକ। ସେଥିପାଇଁ ଆପଣଙ୍କ ଆପ୍ଲିକାଣ୍ଟ ଫଟୋ ସାଇଜ ଦେଇଦେବେ। ଜାଗାରେ ଆପଣଙ୍କ ଆପ୍ଲିକାଣ୍ଟଙ୍କ ଜେଣ୍ଡର କଣ ତାହା ଏଠାରେ ଦେବେ। ଆପ୍ଲିକାଣ୍ଟଙ୍କ ପର୍ସନାଲ ଡିଟେଲ୍ସ ଆପଣଙ୍କ ଅନୁସାରେ ଆପଣ ଦେଇଦେବେ। ପର୍ସନାଲ ଡିଟେଲ୍ସ ପରେ ଏଠାରେ ଆସିବ ପ୍ରେଜେଣ୍ଟ ଆଡ୍ରେସ। ଏଠାରେ ଆପଣଙ୍କ ଆପ୍ଲିକାଣ୍ଟଙ୍କ ପ୍ରେଜେଣ୍ଟ ଆଡ୍ରେସ ଯୋଉଠାରେ ଆପଣ ଆପ୍ଲିକାଣ୍ଟ ରହୁଛନ୍ତି ସେଇ ଆଡ୍ରେସ ଦେବାକୁ ପଡିବ ଏଠାରେ। ଯଦି ଆପଣଙ୍କ ଭିଲେଜ ଏଠାରେ ଶୋ କରୁଛି ଭିଲେଜ ଲିଷ୍ଟରେ ତାହେଲେ ଆପଣ ଭିଲେଜ ଚୁଜ କରି ଦେଇଦେବେ। ଯଦି ଶୋ କରୁନାହିଁ ତାହେଲେ ଆପଣ ଏଠାରେ କ୍ଲିକ୍ ହିୟର ଉପରେ କ୍ଲିକ୍ କରିକି ଏଠାରେ ଆପଣଙ୍କ ଭିଲେଜକୁ ଦେଖିବାକୁ ପଡିବ। ସେ ମୋ ଭିଲେଜ ଶୋ କରୁଛି ତ ମୁଁ ଏଠି ଦେଇଦଉଛି। ଦେଇସାରିଲା ପରେ ଆପଣଙ୍କ ଆର୍ଆଇ ଆସିଯିବ ଏଟାରୁ। ତାପରେ ଆପଣଙ୍କୁ ପୋଲିସ ଷ୍ଟେସନ ଚୁଜ କରିବାକୁ ପଡିବ। ଲେଖିଲା ପରେ ଆପଣଙ୍କ ଏଠି ପୋଷ୍ଟ ଅଫିସ ଲେଖିବାକୁ ପଡିବ। ତାପରେ ଆପଣଙ୍କ ପିନକୋଡ ଦବାକୁ ପଡିବ। ଆପଣଙ୍କ ଆପ୍ଲିକାଣ୍ଟ ପ୍ରେଜେଣ୍ଟ ଆଡ୍ରେସରେ କେତେ ବର୍ଷ ହେଲା ରହୁଛନ୍ତି। ଯେପରିକି ଆମେ ଯାହାର ଆପ୍ଲାଏ କରୁଛି ସେ ଏଠି 20 ବର୍ଷ ହେଲା ରହୁଛନ୍ତି ତ ଆମେ ଏଠି 20 ବର୍ଷ ଲେଖିବା। ଯଦି ମୋ ଆପ୍ଲିକାଣ୍ଟ 9 ବର୍ଷ ହେଲା ରହିଥାନ୍ତେ ତ ଆମେ ଏଠି 09 ବର୍ଷ ଲେଖିକି ଏଠି ମାସ ପକାଇଥାନ୍ତେ। ଯଦି ମୁଁ 20 ବର୍ଷ ରହୁଛନ୍ତି ମୁଁ ଏଠି 20 ବର୍ଷ ଲେଖୁଛି। ମନ୍ଥ ମେ ଆପଣ ଛାଡି ପାରିବେ, କୁछ ବି ଲେଖିପାରିବେ। ମୁଁ ଏବେ 0 ମନ୍ଥ ଲେଖିଦଉଛି। ଯଦି ଆପଣଙ୍କ ପ୍ରେଜେଣ୍ଟ ଆଡ୍ରେସ ପରମାନେଣ୍ଟ ଆଡ୍ରେସ ସମାନ ତ ଆପଣ ଏଠି ଏସ୍ ମାରନ୍ତୁ। ତାପରେ ଆପଣଙ୍କ ପାଖରେ ଏଭଳି ପ୍ରପୋଜ ଆସିବ। ତ ଆପଣଙ୍କୁ ପର୍ପୋଜରେ କ୍ଲିକ୍ କରିବାକୁ ପଡିବ କମେଣ୍ଟ ହେଲ୍ପ। ଏଠାରେ ଯୋଉ ଦେଇଛି ଏନି ପର୍ସନ ଅଦର ଦେନ୍ ଆପ୍ଲିକାଣ୍ଟ ଫିଲିଂ ଦ ଆପ୍ଲିକେସନ, ଯଦି ଆପଣ 18 ବର୍ଷରୁ ତଳକୁ ପିଲାଙ୍କର ଆପ୍ଲାଏ କରୁଛନ୍ତି ତାହେଲେ ଏଠାରେ ୟେସ୍ ମାରିବେ ଆଉ ଆପଣଙ୍କ ନାଁ ଦେବେ। ଯଦି ଆପଣ 18 ବର୍ଷ ଉପର ପିଲାଙ୍କର ଆପ୍ଲାଏ କରୁଛନ୍ତି ତାହେଲେ ନୋ ମାରିବେ। ଏଠାରେ ଆପଣଙ୍କ ପ୍ଲେସ୍ ଦେବେ ଆପଣ ଯୋଉଠି ଆପ୍ଲାଏ କରୁଛନ୍ତି। ଏହାପରେ ଆପଣ ଏଠାରେ କ୍ୟାପଚା ଫିଲ୍ଅପ୍ କରିବାକୁ ପଡିବ। ତାପରେ ଆପଣ ସବମିଟ୍ ଅପସନ ଉପରେ କ୍ଲିକ୍ କରିବେ। ସବମିଟ୍ ଅପସନ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ପାଖରେ ଏଇଭଳି ଶୋ ହବ। ତାହେଲେ ଆପଣ ଏହାକୁ ଭଲସେ ଦେଖିଦେବେ କି ଆପଣ କିଛି ଗଲତ କରିନାହାନ୍ତି ଏଠାରେ। ତାପରେ ଆପଣ ଏଠାରେ ଆଟାଚ ଆନେକ୍ସ ଉପରେ କ୍ଲିକ୍ କରିବେ। ଆପଣ ଏଠାରେ ଦିଟା ଅପସନ ଦିଆଯାଇଛି ଡକୁମେଣ୍ଟ ଟୁ ବି ଆଟାଚ। ଏଠାରେ ଆପଣ ଯୋଉ ବି ଜିତନା ବି ଅପସନ ଦିଆଯାଇଛି ତାର ଆପଣ କୌଣସି ଏକ ଦେବେ। ଯଦି ଆପଣଙ୍କ ପାଖରେ ରେସନ କାର୍ଡ ଅଛି ରେସନ କାର୍ଡ ଦେବେ। ରେସନ କାର୍ଡ ନାହିଁ ତ ଏଠାରେ ଜବ କାର୍ଡ ଦେଇପାରିବେ। କପି ଅଫ୍ ଆରଓଆର ଦେଇପାରିବେ। ତ ମୁଁ କହିବି ଆପଣ ମାନଙ୍କୁ ଏଠାରେ ଆଧାର କାର୍ଡ ଦିଅ। ଆଧାର କାର୍ଡ ସହିତ କପି ଅଫ୍ ଆରଓଆର ମର୍ଜ କରିକି ଦେଇଥାଉ। ତାପରେ ଆପଣଙ୍କର ରିଜେକ୍ଟ ହବାର ଚାନ୍ସ ବହୁତ କମ ଥାଏ। ଏଠାରେ ଆଧାର କାର୍ଡ ଚୁଜ କଲା ପରେ ଏଠାରେ ଆପଣଙ୍କୁ ଡକୁମେଣ୍ଟ ଅଦର ମେ ସେଲ୍ଫ ଡିକ୍ଲାରେସନ ଫର୍ମ ଚୁଜ କରିବାକୁ ପଡିବ। ମୁଁ ସେଲ୍ଫ ଡିକ୍ଲାରେସନ ଚୁଜ କରିବି। ଏଠାରେ ଆପଣଙ୍କୁ ଏକ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବାକୁ ପଡିବ ଯୋଉଟା କି କେବଳ ସେଲ୍ଫ ଡିକ୍ଲାରେସନ, ଆଉ କିଛି ଥିବ ନାହିଁ। ଆଧାର କାର୍ଡ ଜାଗାରେ ଆପଣ ଚୁଜ କରନ୍ତୁ ଆଧାର କାର୍ଡ ଆପଣଙ୍କୁ ଦେଇ ଦିଅନ୍ତୁ। ଯେପରିକି ଆପଣ ଦେଖିଲେ କି ଏଟା ଲେଖାଯାଇଛି ଡକୁମେଣ୍ଟ ସାଇଜ ସୁଡ୍ ବି ଲେସ୍ ଦେନ୍ 1024 KB। ଏହା ପାଇଁ ଆପଣ ଏହାକୁ ଫର୍ମକୁ ଯାଆନ୍ତୁ ଓ ସର୍ଚ୍ଚ କରନ୍ତୁ ଆଇ ଲଭ୍ ପିଡିଏଫ। ଆଇ ଲଭ୍ ପିଡିଏଫ ସର୍ଚ୍ଚ କଲା ପରେ ଏଠାରେ ଯୋଉ ଲେଖାଯାଇଛି କମ୍ପ୍ରେସ ପିଡିଏଫ ଏହା ଉପରେ କ୍ଲିକ୍ କରନ୍ତୁ। ଏଠାରେ ସିଲେକ୍ଟ ପିଡିଏଫ ଫାଇଲ କ୍ଲିକ୍ କରିକି ଯୋଉ ପିଡିଏଫ ଆପଣ କମ୍ପ୍ରେସ କରିବାକୁ ଚାହୁଁଛନ୍ତି ତା ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ କମ୍ପ୍ରେସ ପିଡିଏଫ କ୍ଲିକ୍ କରନ୍ତୁ। डाउनलोड ऑप्शन पर क्लिक करंतु। तो आपन पीडीएफ 216 KB डाउनलोड हो गया।
ଆପଣ ଏଠିରେ ବ୍ରାଉଜ ଉପରେ କ୍ଲିକ୍ କରିକି ଏଠାରେ ଏ ପିଡିଏଫ୍ କୁ ଦିଅନ୍ତୁ। ପିଡିଏଫ୍ କୁ ଦେଲା ପୂର୍ବରୁ ଦେଖି ଦିଅନ୍ତୁ କି ମୁଁ ପିଡିଏଫ୍ ରେ କଣ ଡକ୍ୟୁମେଣ୍ଟ ଦେଇଛି। ତ ପିଡିଏଫ୍ ରେ ପ୍ରଥମେ ଆପଣଙ୍କର ଜମିର ଫ୍ରଣ୍ଟ ପେଜ୍ ଜମିର ବ୍ୟାକ୍ ପେଜ୍ ରହିବା ଆବଶ୍ୟକ, ଯୋଉଟା କି ଆପଣ ବୁଲେଟରୁ ଡାଉନଲୋଡ୍ କରିପାରିବେ। ତ ଏଠାରେ ଆପଣଙ୍କୁ ମନେ ରଖିବାର ଅଛି କି ଆପଣ ଯାହାର ଆପ୍ଲାଏ କରିବାର ଅଛି, ଯଦି ଆପଣ ଯାହାର ଆପ୍ଲାଏ କରୁଛନ୍ତି ଜମି ତାଙ୍କ ନାଁରେ ଅଛି, ତାହେଲେ ତାଙ୍କ ଆଧାର କାର୍ଡ ଦ୍ୱାରା ଆପ୍ଲାଏ ହୋଇଯିବ, ରିଜେକ୍ଟ ହବାର ସମ୍ଭାବନା ହିଁ ନାହିଁ। ଯଦି ଆପଣ ଯାହାର ଆପ୍ଲାଏ କରୁଛନ୍ତି ଜମି ତାଙ୍କ ବାପାଙ୍କ ନାଁରେ ଅଛି, ତାହେଲେ ତାଙ୍କ ଆଧାର କାର୍ଡ ଦ୍ୱାରା ବି ହୋଇଯିବ। କିନ୍ତୁ ଯାହାର ଆପଣ ଆପ୍ଲାଏ କରୁଛନ୍ତି ଜମି ତାଙ୍କ ବାପାଙ୍କ ନାଁରେ ଅଛି, ତ ସେଠିରେ ଆପଣଙ୍କର ଆଧାର କାର୍ଡ ଓ ଆପଣଙ୍କ ବାପାଙ୍କ ଆଧାର କାର୍ଡ ଆବଶ୍ୟକ। ଯେପରିକି ମୁଁ ଯାହାର ଆପ୍ଲାଏ କରୁଛି ସେ ହେଉଛନ୍ତି ମହିଳା, ଜମି ତାଙ୍କ ସ୍ୱାମୀଙ୍କ ନାଁରେ ନାହିଁ, ତାଙ୍କ ସ୍ୱାମୀଙ୍କ ବାପାଙ୍କ ନାଁରେ ଅଛି। ସେଥିପାଇଁ ମୁଁ ଏଠାରେ ଦେଇଛି ତାଙ୍କ ସ୍ୱାମୀଙ୍କ ଆଧାର କାର୍ଡ, ଯୋଉଠାରେ କି ତାଙ୍କ ବାପାଙ୍କ ନାଁ ମେନସନ ଅଛି। ତ ଆପଣ ଏଇଭଳି ଦେଇପାରିବେ। କିନ୍ତୁ ଏଇ କ୍ଷେତ୍ରରେ ଯଦି ତାଙ୍କ ସ୍ୱାମୀଙ୍କ ନାଁର ଜମି ଥାଆନ୍ତା, ତାହେଲେ କେବଳ ଏଇ ଗୋଟିଏ ଆଧାର କାର୍ଡ ଦ୍ୱାରା ଏଇଟା ହୋଇଯାଇଥାନ୍ତା। ଏଇଟାକୁ ଆପଣ ମନେ ରଖିକି ଏଇଟାକୁ ଡକ୍ୟୁମେଣ୍ଟ ଠିକ ସେ ଦେବେ, କାରଣ ଡକ୍ୟୁମେଣ୍ଟ ଅଗର তুমি ଭୁଲ ଦେବ ତ ତାହେଲେ ରିଜେକ୍ଟ ହେବାର ସମ୍ଭାବନା ବହୁତ ଅଧିକ ଅଛି। ଏଠାରେ ଅଦରରେ ସେଲ୍ଫ ଡିକ୍ଲାରେସନ ଫର୍ମ ଚୁଜ୍ କରିକି ଏଠାରେ କେବଳ ସେଲ୍ଫ ଡିକ୍ଲାରେସନ କୁ ଦେବେ, ଯେପରିକି ମୁଁ ଆପଣଙ୍କୁ ଦେଖେଇଛି ଏଠାରେ। ଏଠାରେ ଏଇଭଳି ସେଲ୍ଫ ଡିକ୍ଲାରେସନ ଫର୍ମ ରହିବ ଫର୍ମାଟ, ଆପଣ ଏହାକୁ ନିଜେ ବି ତିଆରି କରି ଦେଇପାରିବେ, କିଛି ଅସୁବିଧା ନାହିଁ। ମୁଁ ଏହାର ପିଡିଏଫ୍ ଭିଡିଓରେ ଡେସ୍କ୍ରିପସନ ଲିଙ୍କ में ଦେଇଦେବି। ଏହାପରେ ଆପଣ ଏଠି ସେଭ୍ ଆନେକ୍ସରୀ ଉପରେ କ୍ଲିକ୍ କରିବେ। ସେଭ୍ ଆନେକ୍ସରୀ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ପାଖରେ ଏଇଭଳି ଶୋ ହବ, ଯାହାଫଳରେ ଆପଣ ଏଠାରେ ସବମିଟ୍ କରିବେ। ତ ଏଠାରେ ଆପଣ ଭଲିକି ଦେଖିଦେବେ କି ଯଦି କିଛି ଗଲତ ଅଛି ତାହେଲେ ଆପଣ ଏଠି କ୍ୟାନସଲ ଅପସନ ବି କ୍ଲିକ୍ କରିପାରିବେ। ମୁଁ ଯାହାର ଆପ୍ଲାଏ କରିବା ସବୁ ଠିକ ଅଛି, ସେଥିପାଇଁ ମୁଁ ଏଠି ସବମିଟ୍ ଅପସନ କ୍ଲିକ୍ କରୁଛି। ତାପରେ ଆପଣଙ୍କ ପାଖରେ ଏଭଳି ଏକ ଆକ୍ନୋଲେଜମେଣ୍ଟ ସ୍ଲିପ୍ ହୋଇଯିବ, ତ ଆପଣ ଏହାକୁ ପିଡିଏଫ୍ ଫର୍ମାଟରେ କରିକି ଏହାକୁ ପ୍ରିଣ୍ଟ କରିପାରିବେ। ଏହା କଲା ପରେ ଆପଣ ଏହାକୁ ପ୍ରିଣ୍ଟ ଉପରେ କ୍ଲିକ୍ କରିକି ଏହାକୁ ପ୍ରିଣ୍ଟ କରିପାରିବେ। କ୍ଲିକ୍ କରିକି ଟ୍ରାକ୍ ଆପ୍ଲିକେସନ ଷ୍ଟାଟସ୍ କ୍ଲିକ୍ କରିକି ଏଠାରେ ଗେଟ୍ ଡାଟା କ୍ଲିକ୍ କରିକି ଏଠାରେ ଆପଣ ଦେଖିପାରିବେ କି ଆପଣ ଯୋଉ ଆପ୍ଲାଏ କଲେ ତାହା ଠିକ ଅଛି या ଗଲତ ଅଛି। ସେଥିପାଇଁ ଆପଣ କ୍ଲିକ୍ କରିବେ ରିଇନିସିଏଟେଡ୍। ଏହାପରେ ଆପଣ କ୍ଲିକ୍ କରିକି ଏଠାରେ ଭ୍ୟୁ ଅପସନ କ୍ଲିକ୍ କରିକି ଆପଣ ଦେଖିପାରିବେ କି ଆପଣ ଯାହାର ଆପ୍ଲାଏ କଲେ ତାଙ୍କର ଏଇଭଳି ପ୍ରୋସେସର ଅଛି। ତ ଏଇଭଳି ପ୍ରୋସେସରେ ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆପ୍ଲାଏ କରିପାରିବେ। 10 ଦିନ ଭିତରେ ଆପଣ ଏହାକୁ ପାଇପାରିବେ। ଥ୍ୟାଙ୍କ୍ସ ଫର ୱାଚିଂ ମାଇ ଭିଡିଓ।